ମୁଁ ହଳଦୀର ଗୋଟେ ଘରୋଇ ଛୋଟିଆ ଉପଚାରଟେ କହିବି। ହଳଦୀ ଗୁଣ୍ଡ ହଉଛି ଆଣ୍ଟିବାୟୋଟିକ୍। ଆଉ ହଳଦୀ ଯଦି କାଟି ହେଇଥିବ କୋଉଠି ସାଙ୍ଗେ ସାଙ୍ଗେ ଯଦି ହଳଦୀ ଗୁଣ୍ଡ ଟିକେ ପକେଇଲେ ସାଙ୍ଗେ ସାଙ୍ଗେ ବ୍ଲଡ ବନ୍ଦ ହବ। ଆଉ ଖାସ ଥଣ୍ଡା ଲସନ ସବୁଥିରେ ହଳଦୀ ଭଲ। ଆଉ ଟନସିଲ ଯଦି ହେଇଛି ଟନସିଲ ହେଇଥିବ ବୋଇଲେ କଣ କରିବେ, ଏମିତି ଅଧ ଚାମଚଟେ ତାର ତଣ୍ଟି ପାଖରେ ଏମିତି ଥିରି ଛାଡ଼ିଦେଲେ ସିଏ କଣ କରିବ, ଆଉ ଘଣ୍ଟାଟେ ପର୍ଯ୍ୟନ୍ତ କିଛି ହେଲେ ଖାଇବନି, ପାଣି ପିଇବନି କି ଖାଇବନି, କିଛି କରିବନି। ସେ ଧୀରେ 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 ସେ ଲାଳ ସହିତ ସେ ପେଟକୁ ପଳେଇବ। ଏମିତି ସପ୍ତାହକୁ ଦିଥର ଖାଇବେ। 3 ମାସ ବୋଇଲେ ପୁରା ଆଉ ଜୀବନରେ କେବେ ହେଲେ ଆଉ ଟନସିଲ ହବନି। ଡାକ୍ତର କହିବେ ଅପରେସନ କରିବାକୁ ବୋଲି ମଧ୍ୟ କହିଲେ ଅପରେସନ କରିବା ଦରକାର ନାହିଁ। ଏଇ ମେଡିସିନ ଉପାୟଟା କରନ୍ତୁ, ଦେଖିବେ ପୁରାପୁରି ଭଲ ହେଇଯିବ। ଆଉ ଗୋଟେ ଜିନିଷ ହଉଛି ଅଦା। ଯଦି ଖାସ ହଉଥିବ, ହୁକୁମ ଖାସ ହଉଥିବ, ଶୁଖିଲା ଖାସ ହଉଥିବ ବା ଥଣ୍ଡା ଖାସ ହଉଥିବ, ଯେକୌଣସି ଔଷଧ ଖାଇଲେ ହେଲେ ଭଲ ହଉନଥିବ ବୋଲେ ଏଇ ଉପାୟଟି କରନ୍ତୁ, ଦେଖିବେ। ଅଦାକୁ ଏମିତି ପୋଡି ଦେବେ, ଏମିତି ଛୋଟ ଖଣ୍ଡେ, ଆର ଚୋପା ସବୁ କାଢିଦେବେ। ଧୀରେ ଧୀରେ ଆର ସବୁ ଚୋପା କାଢିଦେବେ। ଆକୁ କଣ କରିବେ, ଏମିତି ହଳଦୀରେ ବୁଡେଇ ଦେବେ, ପୁରା ଏମିତି ବୁଡେଇ ଦେବେ। ତାକୁ କଳରେ ଜାକିଦେବେ। କଳରେ ଜାକି ଦେଇ ଧୀରେ ଧୀରେ ଟିକେ ଟିକେ କରି ଚୋବେଇବେ ସରିଲା ଯାଏଁ। ଦେଖିବେ 4-5 ଦିନ ଏମିତି ଖାଆନ୍ତୁ ଲଗାତାର, ପୁରା ପୁରୁଣାରୁ ପୁରୁଣା ଘାସ ପୁରାପୁରି ଉଣା ହେଇଯିବ। ମୋ ଭିଡ଼ିଓଟି ଯଦି ଭଲ ଲାଗିଲା କମେଣ୍ଟରେ ଜଣାନ୍ତୁ। ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ। ରହିଲି, ଜୟ ଜଗନ୍ନାଥ।